ଅଙ୍ଗନାବାଡ଼ିରୁ ଏବେ ଆସିଲା ହଁ ଇଏ କ'ଣ ଆସିଛି କ'ଣ ଆସିଛି ଦେଖିଆ କହିଲୁ ବ୍ୟାଗ୍ ଆଉ ମାନେ ଆଉ ରଖିଦେବ କି ନାହିଁ ଏ ବା ହଁ ଖୋଲ ଓ ୟେସ୍ କ'ଣ ଅଛି ଦେଖିଆ ଦେଖିଲୁ କ'ଣ ଅଛି ଭିତରେ ଏ ଆରେ କ'ଣ ଅଛି ଭିତରେ ଦେଖେ କ'ଣ ଅଛି କୋପଟେ ସେ ଯିବ ବାଟ ପାଉନି ରହିଥିବ ହଁ ଏ ଉର୍ଗାନେ ଚିରିଯିବ ବୁହିକିନା ନେ ହଁ ହଁ ଚାଲ ହଁ ଭେରି ଗୁଡ୍ ହଁ ଏ ଓହୋ ଚାଲ ଆଜି କାମ କରୁଛି ଡ୍ୟୁଟି ଏଟାକୁ କୁହାଯାଏ ନାଇଁ କି ମାକୁ ଭୁଇଁ ଆଣିଲାକୁ ଇଏ ମାକୁ ଭୁଇଁ ଆଣିଲାକୁ ଏଇଟା କ'ଣ ଅଛି ଏଇଟା ନାହିଁ ଏଇଟା କ'ଣ ଏଇଟା କ'ଣ କି ସେ କହିପାରିବନି କ'ଣ ଅଛି ଭିତରେ କ'ଣ ଏଇଟା କ'ଣ କହିଦେ ଟିକେ ହଁ ଏଇଟା କ'ଣ ଆଜି କ'ଣ ଗୋଟେ ପାଇଛି ଆଉ ଥରେ ଦେଖିବା ଉପରକୁ ଟେକିଲୁ ଦେଖିବା ବଳ ଅଛି କି ନାହିଁ ଏ हाँ टेकिलु देखा ओह ओह मुंडे पुंजा टिके नमस्कार जय श्री जगन्नाथ आम को ऑफिशियल हिसाब से बहुत स्वागत आज मैंने एमती लाइट मारिकी कौन पाई एमती लाइट मारिकी कौन पाई से चारिआडे अंधकार देखा कौन पाई किसी तो कारण थी ना हाँ कारणटा हूँ माछ जगा माने राति गाँव जो बंध माछ जगा हुए से माछ जगा पाड़ा पड़ी आउ से माछ जगा पाड़ी पड़ी बोली टर्च मारे पड़ू केमती तो चलो पछ देख अच्छा 4 जन अच्छा एमती सब बहु यहाँ बंधटा पूरा ये देख सब पा ये पत्थर अच्छे यहाँ पा माछ अच्छी देख ये बुआ टर्च मारिदे माछ डेउंती ओ हो ओ भाई तो चलो देखिए केमी माछ डेउं तौकुड़ी जाओ भाई माने राति हो गला एमती पत्थर जावाक पड़ो ये भाई ये कांथे तो पड़ेगा ये भाई टर्च मारिदे माछ खाली पूरा धाँ धाँ डेउं देख झुनी माछ गुड़ा डेउे बड़ माछ भाई माछ प्रबल अच्छे झुनी माछ देखुन यहाँ गोटे भाई आई जाए केजाणी टर्च मारिदे ओ भाई खाली उपरे खेलुंट भाई बड़ माछ केजाणी कहीं देखा जाऊनी भाई ये भाई ये भाई ये भाई ये भाई ये भाई ये भाई माछ पूरा खतरनाक पूरा माछ ये आने देखा टर्च मारू ये आसूदी ना आसूते 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 आसुंट 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 पूरा लाइट देख ये दूरिया को पाऊनी जहाँ झाँसा झाँसा देखा माने यू पुणी रिफ्लेक्ट हो है कहीं कहीं फूल सब अच्छे एमती माछ जगह हूँ अमरी नटी भाई देख आउ कहीं पशि पारे जी पशो सागे सागे धरा हे बंधा हे से रात सब माछ जगह हो जेहेतु गाँव उठे पुणी माछटा आग सब बिक्री सर बिक्री सरला बिक्री सरला प्रथम बिक्री माने गाँव समस्त को दिहब घरका सब घरका दे सारापर जहाँ बोलो बिक्री व्यवस्था कर गाँव उठे आड़ मारे जी आसिक सी मारिपार माछ बड़ हो छोट जहाँ थी मजा भिड निहाती देखिए गाँव उठा माछ केमती मरा है तो एमती हूँ रातिर जगह तो चलो से जो अच्छा आम अंकल मैंने अच्छा अजा मैंने अच्छा किए किए सहित कथा हाँ केमती कौन एक्सपीरियंस आ गाँव खबर कौन सब केमती चली कौन कहते हाँ ना चलो ये भाई आखि पाइबनी भाई एत दूरिया टर्च माने एमती जीव जे फाइनाल एबे देख आम केमती माने जगू राति ये देख पूरा कुड़िया कराई बड़ कुड़िया जा राति कुड़िया केमती जगू एमती कि अच्छे गोटे भितर
ଏମିତିକି ଆଉ ନାଇଁ କି ଆହୁରି ଆସିବେ 2 ଜଣ ଆମର ଆଉ ନାଇଁ କି ଆଉ ଜଣେ ଆଉ ଆମେ 3 ଜଣ ହଁ ଆମେ 3 ଜଣ ଆଇଗଲେ ନା ରାତିଟା ଆଜି ପୁରା କାଟିବାକୁ ପଡ଼ିବ ଗୋଟେ ଆଉ ଖାଇ ଖୁଆଇକି ଆସିବାକୁ ପଡ଼ିବ ପୁରା ଏମିତିକି ବନା ହେଇଛି ପୁରା ଦେଖ ଭିତରେ ଇଏ ହେଉଛି ରାତିର ଜୀବନ ମାନେ ମାଛ ଜଗିଲା ବେଳେ କେତେ କଷ୍ଟଦାୟକ ଲାଇଫ୍ ଦେଖ ଏମିତି ସବୁ କୁଡ଼ିଆ ବନା ହେଇଛି ପୁଆଳ ଦେଇକି ଅବଶ୍ୟ ଥଣ୍ଡା ଲାଗିବ ମାନେ ଯେଉଁ ଶୀତ ଜଣା ପଡ଼ିବନି କି ଗରମ ବି ଲାଗିବନି ହଁ ଥଣ୍ଡା ଲାଗିବ ପାଣି ହାୱାଟା ଆଉ ହଉ ଫାଇନାଲ ଦେଖ ଫାଇନାଲ ଦେଖ ମତେ ଚେକ୍ କରି ଆଇଛି ମୁଇଁ ଆକ୍ଚୁଆଲି ମାଛ ଜଗି ଆଇଛି କି ନାହିଁ ବୋଲି ଚେକ୍ କରି ଆଇଛି ଦେଖିଦେଲା ସେ ଏପର୍ଯ୍ୟନ୍ତ ଜାଣିନି ଫାଷ୍ଟ ଯେ ମୋର ପାଳି ପଡ଼ିଯିବି ରେ ସେ ଜାଣିଛି ମୋ ବାପାକୁ ଜାଣିଛି ତାଙ୍କ ନାଁ ଅଛି ଆଉ 3 ଜଣ ଆଉ 3 ଜଣ ଅଛନ୍ତି ଇଆଡ଼େ ନା 3 ଜଣ ହେଇଯିବ ଟୋଟାଲ 4 ଜଣ ନା ଟୋଟାଲ ତମେ 3 ଜଣ ଆଉ 3 ଜଣ ଖୋଜିବି ନା ତୁ ହାଡା ଜାନି ମତେ ପାଇଲେ ମାନେ ସମସ୍ତଙ୍କୁ ପାଇଲେ ଆରେ ଜିଏଲ ତ ଜଣେ ଜାଗା ଦେଇଛି ଜାଗା ଉପରେ ଛିଡା ହେଇଛି ନା ଏମିତି କେମିତି ହବ ଆଉ 3 ଜଣ ଖୋଜିବାକୁ ପଡିବ ଯଦି 3 ଜଣ ଯଦି ଆଇନାହାନ୍ତି ସେ 2 ଜଣ ହାତ ମାନେ ଫାଇନ ନାଇଁ ଆଉ ଟାଇମ ରେ ମାନେ କେତେ ରୁ କେତେ ଟାଇମ ଭିତରେ ରହିବାକୁ ପଡିବ ମାନେ 8 ରୁ 6 ମୁଁ 7:30 ପାଇଛି 7:30 ଚଳିବ କିଛି ଅସୁବିଧା ନାହିଁ କିନ୍ତୁ 4ଟା ଯାକେ ସକାଳ 4 ନାଇଁ ହଁ ରାତି ତୁ ଆଉ କହିହେବନି ମାରି ଦଉଛି ମାଛ ଲୋକ ଏଇଟା ତମେ ଦାୟିତ୍ୱ ନବ ହଁ ଯେ ଧର ହବ ଗାଁ ଲୋକକୁ ଡାକା ହବ ହଁ ଆଉ ଆମେ 2 ଜଣଙ୍କୁ ପିଡ଼ି ପୁଡ଼ା ପକେଇବେ ତମେ ଯଦି ଧର କିଏ ଗୋଟେ ମାରୁଛି ତମେ ଯଦି ଦେଖିଲ ଏଇ ଗାଁରୁ ବୋଲି ପ୍ରମାଣ ପାଇଲ ସେଦିନ ତମେ କିଛି କହିପାରିବନି କାହିଁକିନା ତମକୁ ଏଇ 2 ଜଣଙ୍କୁ ପିଡ଼ି ପକେଇବେ ଛାଡ଼ି ଦିଅ ତାର ଦିନ ମିଟିଂ ବସିବୁ ନା ସୁଧ ମୂଳ ନା ସବୁ ହସୁଲ କରିବୁ ଯେତେ ମାଛ ଛାଡ଼ିଥିବୁ ଯେତିକି ମାଛ ଛାଡ଼ିଥିବୁ ତା ସବୁ ଯାକ ଦବ ରିକଭରି କରିବ ଯିଏ ଜଗିଥିବ ନାଇଁ ଯିଏ ଧରୁଥିବ ଯିଏ ଧରୁଥିବ ଗୋଟେ ବି ମାଛ ପାଇଲେ ବି ସବୁ ଯାକ ରିକଭରି କରିବ ଭାଇ କି କଡ଼ା ମୁଁ ପାଗଳ ହେଇଯିବ ଗୋଟେ ମାଛ ପାଇଁ ମାନେ ଯୋଉ 30,000 ଖର୍ଚ୍ଚ କରାହେଇଥିବ ଗାଁ ଯାକ ଯେତିକି ଟଙ୍କା ଚାନ୍ଦା ଦେଇଛି ସବୁ ଯାକ ରିକଭରି କରିବ ଏ ଭାଇ କି କଡ଼ା ନିୟମ ହେବା ଦରକାର ବି କଡ଼ା ନିୟମ ସମସ୍ତେ ପ୍ରତି ଦେଶ ନିଜ ନିଜ କଡ଼ା ନିୟମ କରୁଥିବେ ଆମେ ଗାଁରେ କଡ଼ା ନିୟମଟା ଛାଡ଼ିଦେବୁ ନା କ'ଣ ଆଉ ଲାଗିଛି କି ଆଚ୍ଛା ମାଛ ପାଇଁ ଆମର ଯୋଉ କିଏ ସଭାପତି ସେକ୍ରେଟାରୀ କିଏ ଅଛନ୍ତି କ'ଣ ସବୁ ଆମ ସଭାପତି ଅଛନ୍ତି ପ୍ରବାସୀ ସାହୁ ସେକ୍ରେଟାରୀ ଅଛି ସୂର୍ଯ୍ୟ ପ୍ରଧାନ ଆଉ ଆମେ ହଉଛୁ ମେମ୍ବର କେତେ ଜଣ ମେମ୍ବର ଆମେ ମେମ୍ବର 8 ଜଣ କିଏ ଅଛନ୍ତି ଆମ ନାଖରା ସାହିରେ ମୁଇଁ ମେମ୍ବର ଅଛି ଆଉ ପୁଣାକୁଡ଼ା ସାହିରେ ଅଛି ଏଇ ଯୋଉ ମନେ ପଡ଼ିଲାନି ଏଇ ଉପର ଏଇଠି ନାହିଁ ତ ଯୋଉ ପ୍ରଶ୍ନ ଭାଇ ଗୋଟୁ ନାହିଁ ତ ଏଇଟା ମୁଁ କହୁନି ଏଇ ଆମ ସେଇଟା ଏଇପଟେ କଣ୍ଠ ଥିବ କଣ୍ଠ ନାହିଁ ନା ଶ୍ରୀରାମ ଭାଇ ନାହିଁ ତରୁ ବାପା ଓହୋ ତୀର୍ଥ ଅଛି ଆଉ ଅଛି ଧୀରେନ ଅଛି ହଁ ଆଉ ଏଇ ସାହି କହିଲେ ମୂଲ ଅଛି କ ତାର କଖ ଅଛି ନା ଆଉ ଗୋଟେ ଅଛି ଯୋଉ କିଏ କହିଲ ସାର୍ଥିକା ଘର ଆଡେ ବି ନାଇଁ ମ ଏଇ ଯୋଉ ଘର ଜୁଆଇନା ରହିଯିବ ଯୋଉ ଇଆଡୁ ଯାଉ ପୁରା ଛେକରେ ନା ଯୋଉ ଘରଟା ମଦନ ଘର ନାଇଁ ପୁରା ସିଧାଡା ହବ କିଏ ପାଟିରେ ପୋଷୁନି ସାଙ୍ଗେ ତା ନାଁଟା ବି ମୋର ମନେ ପଡୁନି ଆଉ ବାଲି ସାହିରେ ଅଛି ଆମର ପୁଣା ସେକ୍ରେଟାରୀ ଏଇ ଯୋଉ ପ୍ରକାଶ ହଁ ଆଉ ଆମର ନାଳ ସାହିରେ ଅଛି ତପନ ଗୋଟେ ଅଛି ଆଉ ଗୋଟେ ଏଟା କି ନା ମୋର ବି ମନେ ପଡୁନି ସର୍ଜ ଟୁନା ନାଇଁ ଜିତୁ ନାହିଁ ଆସିଛନ୍ତି ସନାତନ ହଉ ହେଲା ଆଉ ସନାତନୀ ତ ଆଉ ଆମେ ତ ଫାଇନାଲ ଏମିତି ହଉଛି କଥା ଡିଟେଲ ସେ କହିଦେଲା କିଏ ରହୁଛନ୍ତି କେମିତି କ'ଣ ପାଳି ଆଚ୍ଛା ମାଛ କେବେ ମରା ହବ ବୋଲି ପ୍ଲାନ୍ ଅଛି ମାଛ ଆମେ ମାନେ ଲୋକ ଆମ ଗାଁଟା ଯାକ କହୁଛନ୍ତି ନାଇଁ ଆଉ 2 ମାସ ପାଣି ଶୁଖିଯିବ ମାଛ ଆଇନ୍ତି କହିଲେ ଆମେ 2 ବର୍ଷ ହେଲା ନା ପାଇନାହାନ୍ତି କିନ୍ତୁ ଏଇ ଆମେ ଚାହୁଁଛୁ ଯେ ଆମ 5 ଜଣ ଯଦି କହିବେ
ଏଇ ଭିତରେ ଆମେ ଫାଇନାଲ କରିଦେବା ହଁ ସୂର୍ଯ୍ୟ କହୁଥିଲା ଯେ ନାଇଁ 17 ତାରିଖରେ ଟାର୍ଗେଟ ରଖା ହେଇଛି ଭଲ ଆମେ ବି ସେଇଟା ବି ଚାହୁଁଛୁ ହୁଁ ଯେ ସମସ୍ତେ ସମାନ ଏକଜୁଟ ହେଲେ ଯାଇନା କିଛି କରିପାରିବା ଆଉ ଜଣେ କହିଲେ ହବନି ନା ହବନି ହଁ ହଉ ମାଛ କେତେ ହେଇଛି ଆଗ କେଡେ ବଡ ବଡ ମାଛ ହେଲା ନାଇଁ ମାଛ 2.5 କିଲୋ 3 କିଲୋ ଭଳିଆ ହେଇ ସାରିଲେ ନା କେମିତି କଥା ହେଇଥିଲୁ କି ମାଛ ସହିତ କେମିତି ଦେଖା ହେଇଥିଲୁ ପାଣି ଭିତରେ ଦାନା ଦେଇଛୁ ନାଇଁ ପାଣି ଭିତରେ ଦେଖା ହେଇଥିଲୁ ନାଇଁ ମାଛ ସହିତ ତମେ ଆସିନ ଦେଖିନ ଆଉ ନାଇଁ ତୁ ହିଁ ଦେଖିଛୁ ନାଇଁ କହ ମତେ ମାଛ ମାଛ କଣ କହିଲା କହିଲା ମୁଁ 2.5 କେଜି ହେଲି ନା 2.5 କେଜି ବେଲା ମାନେ ଏଇ ସମାନ ହେଇଯିବ ମାଛ ଯେ କୋଉଠି ଦେଖିଲୁ ମତେ କହ ଟିକେ ସତ କହ ଏଇ ଯୋଉ ଆମର ଯୋଉ ଡ୍ୟାମ ଅଛି ସେ କୋଠି ହଁ ହଁ ସେ କୋଠି ଡେଙ୍ଗୁଥିଲା ଡେଙ୍ଗୁଥିଲା ନାଇଁ କି ଓହୋ ମୁଁ ଭାବିଲି ବୋଧେ ତା ସହିତ ଯାଇକିନା ଆମେ ତା ସହିତ ମାଛ ଆମେ ଖେଳୁଛୁ କି ମାଛକୁ ପଚାରିତେ ଆମେ ଯେମିତି ଆମେ 2 ଜଣ ଯେମିତି କଥା ହଉଛି ମାଛ କେତେ କେଜି ହେଇଛି କହୁଛୁ ମୁଁ ଦେଖିଥିଲି 3 କେଜି ତୁ ଏମିତି ମାଛ ସହିତ କଥା ହେଇଯିବ 3 କିଲୋ ଭିତରେ ମାଛ ହେଇଛି ଯା ବଢିଆ ହେଇଛି ତାହେଲେ ପୁରା ଫିକ୍ସ ବଢିଆ ହେଇଛି ଖାଇବା ଏସବୁ ମାଛ ମାନେ ନିହାତି ଘରକ ପିଛା 3-4 କିଲୋ ପ୍ଲସ୍ ହବ ପଡିବ ନାଇଁ କି ଯାହା ହଉ ଭାଇ ଦେଶୀ ମାଛ ଖାଇବୁ ଭାଇ ବିକିକିନା ବି 3-4 କିଲୋ ବିକିକି 3-4 କେଜି ଆମେ ପାଇବୁ ମାନେ ଘର ପିଛା ଭାଇ ବିଶ୍ୱାସ କର ଭାଇ ୟାଠୁ ଯାଉ ଜିନିଷ କଣ ହବ ଭାଇ ଜଗିଲେ ଯାଇନା ହବ କେହି ନ ଖାଇବା ଦରକାର ଯଦି ଏଇ ଭିତରେ ସୁକନା ପକେଇନା ଚାଲା ଗଲାରେ ବା ଆମେ ଯୋଗାଡ଼ କରୁଛୁ ଆମେ ଗୋଟେ ମେମ୍ବର ଲୋକ ହେନା ବି ଆମେ ଜଗୁଛୁ ନାଇଁ ମୁଁ ସେମିତି କିଛି କେହି କରିବେନି ହେଲେ ବି ତଥାପି କାଁଛ ଏତେ ଭରସା ନାହିଁ ଆମେ ନିଜ ଯଦି 10 କେଜି ପଳଉଛି ମାନେ ଭାବେ ତ 2-3ଟା ପରିବାରର ମାଛ ଗଲା ନାଇଁ କି ଆଉ 100-200 ଟଙ୍କା ମାନେ କମ ହେଲା ନା ସିଏ ଗୋଟେ 500-700 ଟଙ୍କା ଆମର ବେକାର ପଳେଇବ ତ ଏମିତି କଥା ତାହେଲେ ଚାଲିଛି ଚାହିଁବା ଯେମିତି ଆମେ 5 ଭାଇ ଦେଇ ଯେତିକି ଟଙ୍କା ଆମେ କିନ୍ତୁ ସେତିକି ପାଇବା ହଁ ମାଛଟା ପାଇଗଲେ ହେଲା ଆଉ କଣ ଖୁସି ଆଉ ମାଛ ଟିକେ ଦେଶୀ ମାଛ ଆଉ କିଏ ଆଉ ଏମିତି କଲେ ଆମେ ଘିନି ନା ଖାଉଛୁ ଖାଉନାହାନ୍ତି ବୁଧବାର ଡେଲି ଖାଉଛୁ ବୁଧବାର ରବିବାର ଶୁକ୍ରବାର ଡେଲି ଖାଉଛୁ ହଁ ଡେଲି କହୁଛୁ ପୁଣି ବାର ନା କିଆ ପୁଣି ମଝିରେ କହି ଦଉଛୁ ରବିବାର ଖାଉଛୁ କହିବୁ ବଡା ବାଘରେ ପୁଣି ବାର ତୁ ନା ଘରେ ଉଡି ପକେଇବେ ବୋଲି ନାଇଁ ମୁଇଁ ଖାଉଛି ହେଟା ପକେଇଦେଲି କହିଦେଲି ଆଉ ମୋର ତ ଏଟା ଡେଲି ଆଉ ଯେ ମାଛଟା ତାହେଲେ ହେଇରେ ବିକ୍ରି ହବ ନାଇଁ କି ଜାଲ କୋଉଠି ଆସିବ ଜାଲ ଆମର ନିଜର ଅଛି 70 କିରା କେତେ ଟଙ୍କା ଦିନ କିଣା ଏଟା ପୁରୁଣା ଜାଲ କେତେ ଟଙ୍କା ମୁଁ କହିପାରିବିନି କାହିଁକିନା ମୁଁ କରିନଥିଲି ଜାଲ ତାହେଲେ ଅଛି ଆମର ନିଜସ୍ୱ ନାଇଁ କି ଖାଲି ଯୋଉ ଆମର ତ ନିଜ ଲୋକ ଟାଣିବେ ଆଉ ତାହେଲେ ତ ଜାଲ ପଇସା ଦେବାକୁ ପଡିଲାନି ଟାଣିବାକୁ ପଡିଲାନି ଯେତେ ଭାଇ ଜାଲ ଟାଣିବେ ତାଙ୍କ ମାନଙ୍କୁ ମାଛ ଦିଆଯିବ ହେଇଟା ତ ରହିବ ନିହାତି ମାଛ ମାଗିଲେ ମାଛ ଦିଆଯିବ ପଇସା ଦେଲେ ପଇସା ଦିଆଯିବ ଭାଇ ଏଇଟା ସିଷ୍ଟମ ଗାଁର ନାଇଁ କି ଏଇଟା ବଢିଆ ତ ଏମିତି କଥା ଗାଁର ଗୋଟେ ୟୁନିଟ ପୁରା ଏଇଟା ଆଉ ଜବରଦସ୍ତ ଆଉ ମାଛ ପାଇଁ ଆଉ କିରା ପାଇଁ ହଉ ନ ହଉ ମାଛ ପାଇଁ ୟୁନିଟ ଅଛି କାହିଁକିନା ଆମ 3 ସାହି କଥା ଆଉ ନାଇଁ କି ମାନେ 3 ସାହିର କଥା ସବୁ ଯାକ ଏକା ବେଳେ କହିଥିଲୁ ନାଇଁ କି ଆଉ ସରିଗଲା ଆଉ 3ଟା ସାହି ମାନେ ନୂଆକୁଡା ସାହି ପୁରୁଣାକୁଡା ସାହି ଆମର ଗୋଟେ ଗାଁ ଏଇ ଗୋଟେ ଗାଁ ଆଉ କିରା 3 ସାହି ମିଶିକି 3 ସାହି କଣ ସେ ଭାଇ ନାଇଁ କି ଆମେ ଭାଇ ନାଇଁ ଭାଇ ଆଉ ନାଇଁ କି ଭାଇ ନାଇଁ ଆଉ ଭାଇ ସମ୍ପର୍କ ଆଉ କିରା ସତେ କି କିରା ଆଉ କି କିରା ଏମିତି କି କିରା ଆସୁଛି ସେ ବାଦାମ ପଡିଗଲା ଖସି ଖୁସା ପଡେ ତ ଚାଲ ଏମିତି କଥା ଆମର ଶୁଣିଦେଲେ ମେମ୍ବର ପାଖରୁ ମାନେ ସେ ଡିଟେଲ୍ସ କହିଦେଲେ ଆଉ ଆଚ୍ଛା ନୂଆ ବନ୍ଧ ଯୋଜନା କ'ଣ ଅଛି ମାନେ କ'ଣ ଚେଞ୍ଜ ହେବାର ଅଛି ଯୋଜନା ମାନେ ବନ୍ଧ ମାନେ ନୂଆ କାମ କିରା ହେବାର ଅଛି ଆମର ଯୋଉ ଆଗ ଯୋଉ ବନ୍ଧ ଖୋଳା ହେଇଥିଲା ପୁରା ମାଟି ଦବି ସାରିଲା ନା ଏସବୁ ପାଣି ସରିଲେ ଆହୁରି 4-5 ଫୁଟ ତଳକୁ ଗଭୀର ହବ ନାଇଁ କି ଗଭୀର ହେଇକିନା ଯୋଉ ଆମର ଯେତେ ସବୁ ଅମରି ଫମରି ଅଛି ଅମରି ଗୁଡାକ ବେଶୀ ଅଛି ସବୁ ନିକା ହେଇଯିବ ହବ ନାଇଁ ଆଉ ଏଇଟା ଆଉ ଥରେ କାମ ହବ ଏଇ ଯୋଉ ଗାଧୁଆ ଟୁଠା ନାଇଁ ଓହୋ ଏଇ ଯୋଉ ସୁଜିମଡ଼ା ଆଉ ଥରେ କାମ ହବ ଆଉ 2 ପାଛ ହବ 2ଟା ପାଛ ହବ ନାଇଁ ଏତିକି ପ୍ଲାନ ହେଇଛି ନାଇଁ ଏରା କିଏ ଦେବେ ସବୁ ପୁଣି ଆମ ନିଜ ପଞ୍ଚାୟତ ତରଫରୁ ପଞ୍ଚାୟତ ନାଇଁ ଏଇ ଯୋଉ ଏଇଟା ଯୋଉ ଆଇଥିଲା ଆମର 3ଟା ଆଇଥିଲା ଏଇଟା କିଏ କରିଛି ଆମକୁ ବି ଜଣା ନାହିଁ କିନ୍ତୁ ଏଇଟା 3ଟା ପାଛରୁ 1 ପାଛ କରିକି ଆଉ 2ଟା ପାଛର ଖାଇଯାଇଛି ନାଇଁ ମୁଁ ତ ଜାଣିନି ତୁ ଯାହା କହୁଛୁ
ଏଇଟା ଆମେ ବି ଜାଣି ସାରିଲୁ ନା ଓହୋ ହଉ ଛାଡ଼ ହାଡ଼େ ଆଉ ଯିବାନି ଆମକୁ ଯାହା କହିଛି ହଉ ଛାଡ଼ ମତେ ହାଡ଼େ ଆଉ ଯିବାନି ଆମ ଭିଡ଼ିଓରେ ଆମେ ଖୁସି ମଜା ହେତେ ବାଟ ଆମର ଯିବାନି ପଲିଟିକାଲ ନାହିଁ ପଲିଟିକାଲ ନାହିଁ ହାଡ଼େ ଯିବାନି ଆମେ ଯୋଉ ବ୍ଲଗ ବନେଇଛୁ ଖୁସି ମଜା କୋଉ କୋଉ କହିଦେଲା କ'ଣ ସେ ଭିତରେ ମୋର ବି ମୁଣ୍ଡରେ ପୁରେଇବା ନାହିଁ ଏରା ଭାଇ ଜମାର ନାହିଁ ଆମର ଖୁସି ବାସିରେ ଚାଲିବାର ଅଛି ହଉ ଠିକ ଅଛି ଏମିତି କଥା ତାହେଲେ ହବ ନାଇଁ କି ପ୍ଲାନ୍ ଚାଲିଛି ସବୁ ଆଉ ପ୍ଲାନ୍ ଚାଲିଛି ନାଇଁ ଆଉ ବନ୍ଧ ପାଇଁ କ'ଣ ପ୍ଲାନ୍ ଚାଲିଛି ଯେହେତୁ ଏଖୁଣି ତମେ ମେମ୍ବର ଅଛ ମାନେ ନିହାତି ତମ ଭିତରେ ସବୁ କ'ଣ କରାଯାଇ ପାରିବ ନୂଆ ପ୍ଲାନ୍ କରାହେଇଛି ଆକୁ କ'ଣ ହବ ଏଇଟା ମୁଁ କହିପାରିବିନି ଆମ ସଭାପତି ସେକ୍ରେଟାରୀ ଆସିବେ ଆଚ୍ଛା ଏଇ ଯୋଉ ସାଇଡଟା ଆମର ଏଇ ଯୋଉ କାନ୍ଥଟା ପଥର ଯଦି ଟିକେ ବସେଇଦେଲା ଆଉ ଷ୍ଟ୍ରଙ୍ଗ ହୁଅନ୍ତାନି ବନ୍ଧଟା ଏଇଟା ଆମ ହିଆଡ଼େ ଆମେ କହିପାରିବୁନି ପୁଣି କିଛି ନାଇଁ ତମେ ପ୍ରସ୍ତାବ ଦେବ ଆମେ ପକେଇବୁ ହଁ ପକ କଥାଟା ଆମର ମେନ୍ ପଏଣ୍ଟ ହେଲା କି ରହୁଛି ଆମେ ଯଦି ଗାଁ ଲୋକ ଯଦି ସମସ୍ତେ ଏକ ହେବେନି କି ମାଛ ଖାଉଛନ୍ତି ସମସ୍ତେ ନାଇଁ ମାନେ ଆମର ଗୋଟେ ପଏଣ୍ଟ ରହିଗଲା କି ରହୁଛି ଆମର ବାଇକ ଭାଇ ଗୋଟେ କହୁଛନ୍ତି ଆମେ ଗାଁରେ ମିଶିବୁନି ତମ କୁଡ଼ା ସାହିରେ ତାଙ୍କର ବନ୍ଧ ଅଛି ବଡ଼ ନା ହାଡ଼େ ଛାଡ଼ି ଦିଅ ଏଇଟା ଯାହା ଚାଲିଛି ହଁ ହେଟା ଛାଡ଼ି ଆମର ଇଆଡ଼େ ଗୋଟେ କଥା ହଉଛି ଆମେ ଯୋଉ ଯେତେ ଜଣ ମିଶିବେ ଆଗୁଣି ସେଟା ଯଦି ସମସ୍ତେ ଯଦି ଆକ୍ଟିଭ ହେବେ ଆମେ ଏଇଟା କରିପାରିବା ନାଇଁ କଥାଟା ପକ ତାପରେ ପକେଇଲା ପରେ ଯୋଉ ମେମ୍ବର ସହିତ ତମର ମିଟିଂ ତମ ଭିତରେ ଯେତେବେଳେ ହବ ତାପରେ ଏଠୁ ଗାଁକୁ ଯେତେବେଳେ ଡକେଇବ ନାଇଁ ଏମିତି ଅଛି ଆଗ ଆମର ଏଇ କାମଟା ଆଗ ସରିଯାଉ ଆମର ଯୋଉଟା ଆମେ ଖର୍ଚ୍ଚ କରୁଛି ଆମ ପଇସାର ତ ତାପରେ ମିଟିଂ ହୁଏନା ଆମେ ଆମର ଫାଇନାଲ କରିବା ଏଇଟା ଟିକେ ମନେ ପକେଇ ଏମିତି ହେଲେ କ'ଣ କି ଆଉ ଏଇ ଯୋଉ ପତ୍ର ଢାଳ ଏରା ସବୁବେଳେ ଯୋଉ ଉଠୁଛି ସବୁ ଏରା ଇଏ ବି ଉଠିବନି ଷ୍ଟ୍ରଙ୍ଗ ବି ଦେଖାଯିବ ଟିକେ ମତେ ଭାବୁଛି ଯେହେତୁ ସାମ୍ନା ପଟରେ ହଁ ବିଚାର କରିବ ଟିକେ ଲଗେଇବ ଆଉ ଓକେ ଧନ୍ୟବାଦ ଆମର ବହୁତ ଗୁଡ଼େ କଥା ମାନେ ବନ୍ଧ ବିଷୟରେ ଜାଣିବାକୁ ପାଇଲ ଆଚ୍ଛା ବନ୍ଧ ଆମର କେତେ ବର୍ଷରୁ ଅଛି ଟିକେ ଜାଣିଛି ଫସିଗଲା କହିଲେ ଆମର ହଉଛି 30 ବର୍ଷ ପ୍ଲସ୍ ହବ ନାଇଁ ଅଧେ 30 ବର୍ଷ କେତେ ବର୍ଷ ପୁରୁଣା କହିଲେ ମୁଁ ଜାଣିବାରେ ମୋର 30 ବର୍ଷ ହଁ ଆମେ ଏଖୁଣି ଯେହେତୁ 30-33 ବର୍ଷ ହଉଛି ମାନେ ଆମେ ଜାଣିବା ଆଉ ମୋ ଜାଗାଳେ ବଞ୍ଚିଥିଲେ ଏଇଟା କରିଛି ହଁ ଆମକୁ ସେଇଟା ଜଣା ସେଇଟା ବା 100 ବର୍ଷ ଆଉ ଆମେ 90 ବର୍ଷ ମାନେ 100 ବର୍ଷ ନେଇକି ମୁଁ ଯେତିକି ଜାଣିବାର ମୁଁ ସେତିକି କହୁଛି ଏଇ ତମକୁ ହେଲାଣି 30 ବର୍ଷ କୁଆଡେ ନାଇଁ ମୁଁ 40-45 ହେଇଗଲାଣି ବେଶୀ ହବ ହଁ 40 ମତେ 30 ଚାଲୁଛି ଆଉ ତମେ ମୋଠୁ 10-15 ବର୍ଷ ବଡ ହେଇଥିବ ଆଉ କମ କଥା ଏତେ ବର୍ଷ ହେଲାଣି ହଉ ଆମେ ଠିକ ଅଛି ଧନ୍ୟବାଦ ବହୁତ ଜିନିଷ କହିଦେଲା ଆମେ ଜାଣିଲେ ରାତିରେ ମାନେ ବିଶ୍ୱାସ କର ଭାଇ ମାନେ କୁଆଡ଼େ ଦେଖାଯାଉଛି ଲାଇଟ୍ ଫାଇଟ୍ କିଛି ଦେଖାଯାଉଛି ପଛପଟେ କିଛି ଦେଖାଯିବନି ବନ୍ଧ ମଝିରେ ଛିଡ଼ା ହେଇକି କଥା ହେଉଛୁ ଡିଟେଲ୍ସ ଓକେ ଧନ୍ୟବାଦ ଥ୍ୟାଙ୍କ ୟୁ ଧନ୍ୟବାଦ ଜୟ ଜଗନ୍ନାଥ ଏମିତି ରାସ୍ତା ଉପରେ ଦୁଇ ପଟେ ନଟି ଭାଇ ଖଜୁରୀ ଗଛ ରାତିର ମାନେ ଏକ୍ସପିରିଏନ୍ସ ଭାଇ ଖଜୁରୀ ଦେଖ ଆସିଲାଣି ହେଲା ଏଇଟା ଯେଉଁ ଟର୍ଚ୍ଚ ମାରି ଯେଉଁଠି ଏଇଠି ଦେଖ ଏଇଟା ଫୋକସ୍ କରି ଆଉ ଇଏ ସବୁ ଗଛ ବୁଛ ଭାଇ ଅଛି ଭାଇ ରାତିରେ ଏଇସବୁ ପତ୍ର ଢାଳ ଆଗକୁ ଦେଖ ଭାଇ କିଛି ଦେଖାଯାଉନି ଆଉ ଲାଇଟ୍ ପୁରା ହଜି ଯାଉଛି ପୁରା ମାର୍କେଟରୁ ଦୁରିଆ ମାରିଦେଲେ ଯାହା ପାଖରେ ଏଇଟା ବନ୍ଧଟା ଏଇପଟଟା ବନ୍ଧଟା ମାନେ ଅନ୍ଧାର ଭାଇ ଦେଖାଯାଉଛି ପୁରା ଓହୋ ଭାଇ ଟର୍ଚ୍ଚ ମାରିବାକୁ ପଡ଼ିବ ଭାଇ ଏଇ ଯେଉଁ ରାତି ମାନେ ସକାଳ ପୁରା ରହିବାର ଯେଉଁ ଏକ୍ସପିରିଏନ୍ସ ଭାଇ ବହୁତ କଷ୍ଟ ଭାଇ ବହୁତ କଷ୍ଟ ମାନେ ଯିଏ ଯାଇଛି ସେ ଭାଇ ଜାଣିଛି ଭଲ କିନା ଯେଉଁ କଷ୍ଟଦାୟକ ଲାଇଫ୍ ଭାଇ କିନ୍ତୁ ହଁ ମାଛ ଆଉ ଚୁରିକିନା ନେବାର ଚାନ୍ସ ହିଁ ନାହିଁ ସବୁ ଟର୍ଚ୍ଚ ମାରିବାକୁ ପଡ଼ିବ ଦେଖ ସେଇପଟୁ କେମିତି ଲାଇଟ୍ ମରା ହେଉଛି ମାନେ ସେଇପଟୁ ସେ ଦେଖି ଆସୁଛନ୍ତି ଆଉ ଟର୍ଚ୍ଚ ମାରିକି ଆଉ ଆମର ଏପଟୁ ଲାଇଟ୍ ମାଡ଼ ସବୁଆଡ଼େ ଲାଇଟ୍ ପଛପଟେ ଲାଇଟ୍ ଆଗପଟେ ଲାଇଟ୍ ମାନେ ଲାଇଟ୍ ଆହୁରି ଆସିବ ଲାଇଟ୍ ଏଇଟା ମାର ତ ଏଇଟା ସେ ଚାଲି ଆଉଛନ୍ତି ସେଇ ଯେଉଁ ହେ ମୁଣ୍ଡରୁ ପୁରା ସେଇପଟେ ଗୋଟେ ଲାଇଟ୍ ଗୋଟେ ଯାଉଛି ଯେ ଲାଇଟ୍ଟା ଟିକେ ଯଦି ଅଫ୍ ହେଲା ମାନେ ଯିବା ନାଇଁ କି ସେଇଠି ଯଦି ଅଫ୍ କରିବେ ଛିଡ଼ା ହେବେ ରହିବେ ଯିବା ଯଦି ନାହିଁ ବୋଲେ ସେ ତାହେଲେ ଗାଁ ଲୋକ କିଏ ହେଇଥିବ ଯାଉଛନ୍ତି ଆଉ
ଆସିଥିବେ ଆଉ। ଗୋଟେ ଲାଇଟ୍ ଦେଖାଗଲା। ତିନି ଜଣ ଲୋକ ଆଉ ତିନିଟା ଲାଇଟ୍ ଯେଉଁ ଦେଖାଗଲା ଆମେ ସିଧା 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 ପୁରା ଟଙ୍ଗ ଟଙ୍ଗ ଯାଉଛୁ ଦେଖିବୁ କିଏ କ'ଣ। ହାଁ ସିଏ ସେଇଟା ଗଲେ ନା ତାକୁ। ହଉ ଏଖୁଣି ରାତି ମାନେ 12ଟା ପାଖାପାଖି ହେଇଗଲାଣି। ନିଆଁ ଏଇଖୁଣି ଟିକେ ପୁଆଁ ହେବ, ନିଆଁ ସେକା ହେବ, ଦିଆସିଲି ଲାଗିଲା, ନିଆଁ ଜଳିବ ମାନେ ଜଳିବ। ଏଇଖୁଣି ମାଛ ଜଗା ପାଳି ଭାଇ ଏମିତି। ଦେଖ ସିଆଡ଼େ ଜହ୍ନ ଆସିଗଲେଣି, ଏପଟେ ନିଆଁ ଲାଗିବା ଆରମ୍ଭ ହେଇଗଲା। ଆଉ ଏପଟେ ଇଏ ଶୟନ ଲାଗିଗଲା ନିଆଁ ଆଉ। କାଲୁ ଗୋଟେ ଦେଇକିନା ଟିକେ ଚଳିଯିବା କଥା ଆଉ ନାଇଁ କି? ଲିଭିଗଲା ନା ଲାଗିବ ଆଉ ଏଇ ଭିତରେ ଶୋଇଛନ୍ତି ଆରାମରେ। ଥାଉ ଟିକେ ରେଷ୍ଟ ନିଅନ୍ତୁ, ଏତେ ସମୟ ହେଲାନି କହିଲି ଆସିଲି ଆଉ ଶୁଅ, ଆମେ ଅଛୁ ଆଉ, ଆମେ ଚେତା ରହିବୁ, ପୁଣି ତମେ ଉଠିବ ଆଉ 3ଟା ବେଳକୁ ଆଉ। ଲିଭି ଯାଉଛି କି ପୁଆଳ ଯୋଡ଼େଇ ଦେବା କି? ଏଇଟା ସବୁ ଯାତ୍ରା ଦେଖିକିନା ଆଜି ଫେରୁଛନ୍ତି ବୋଧେ 2ଟା ଗାଡ଼ି। ରାତି 11:50 ପାଖାପାଖି ହେଉଛି, ମାନେ 12ଟା ବାଜୁଛି। ଜାଣିଛ ତ ବାହାରକୁ ଗଲା ମାନେ ରାତି 12ଟା ଗଲେ ସମସ୍ତେ ଭୟ କରିବେ। ଆଜି ଯେହେତୁ ପାଳି ପଡ଼ିଛି ନିଆଁ ଟିକେ ସେକେଇବା। ଆଉ ଏଇଟା ତ ଦେଖିଲେ ଏମିତି ସବୁ କୁଡ଼ିଆ ଅଛି, କୁଡ଼ିଆ ଭିତରେ ସବୁ ରେଷ୍ଟ ନେବେ। 2 ଜଣ 4 ଜଣ ପାଳି ପଡ଼ିଛି, 2 ଜଣ ଏଗୁଡ଼େ ରେଷ୍ଟ ନେବେ। ପୁରା 2ଟା ଆଗେ ସେ ଶୋଇବେ, 2ଟା ପରେ ଆମେ ଶୋଇବୁ, ସେ ଉଠିବେ ଚେତା ରହିବେ। ମାନେ ଆମେ ପ୍ଲାନ୍ କରିଛୁ ଏମିତି ଆଉ 2 ଜଣ ଆଉ। ଯଦି ଏମର୍ଜେନ୍ସି କିଛି ପଡ଼ିଲା ସାଙ୍ଗେ ସାଙ୍ଗେ ଡକା ହେବ, ସମସ୍ତଙ୍କୁ ଉଠା ହେବ, ଚାଲ ଧର ପକଡ଼ ଘାଣ୍ଟି ଦିଆହେବ। ନିଆଁ ଟିକେ ସେକେଇବା, ନିଆଁ ଲାଗିଲାନି ଧୀରେ ଧୀରେ। ପୁଆଳ ଯୋଡ଼େ ଦେଇଦେଲେ ଲାଗିଲା ଆଉ। ଲାଗିଲା ଲାଗିଲା ରହିଲା। ଏଇରେ ଲିଭିଗଲା। ଏବେ ପୁରା ଦେଖ ରାତି 1-2ଟା ପୁରା ପାଖରେ, ପାଣି ପାଖରେ ଆସିକି ପାଣି ପାଖରେ ବସିକି ପୁରା ଦେଖୁଛି ସବୁ ମାଛ। ଦେଖ ଭାଇ ଝୁନି ମାଛ ସବୁ, ଟର୍ଚ୍ଚ ଲାଇଟ୍ ମାରିଦେଲେ ଝୁନି ମାଛ ଆସୁଛି ଭାରି। ଛୋଟିଆ ଏଇଠୁ ଯଦି ମାରିବ ଫକ୍ସିଂ ପଡ଼ୁଛି, ଦେଖ ବହୁତ ରିଫ୍ଲେକ୍ଟ ହେଉଛି ଗଛ ଆଡ଼େ। ଦେଖ ଏଇ ଦେଖାଯାଉଛି, ମାନେ ଇମାଜିନ୍ କର ଏମିତି ସବୁ ଜଗିବାକୁ ପଡ଼େ ରାତିରେ। କ'ଣ କରିବା ଆଉ ଏମିତି ସବୁ। ଲାଇଟ୍ ମାରିବାକୁ ପଡ଼ିବ। ଏକାବେଳେ 2-2ଟା ଲାଇଟ୍ ମାରିବ ମାନେ 2-2ଟା ଲାଇଟ୍ ମାରିବ କ'ଣ କଲ, ଦୁରିଆକୁ ଟିକେ ଜଲ୍ଦି ଯିବ, ଚଟନା ଦେଖାଯିବ। ମାନେ 300 ମିଟର ପାଖାପାଖି ପୁରା ପଡ଼ିଯାଉ। ଭାଇ ଏମିତି ରାତିରେ ଶୋଇବାକୁ ପଡ଼େ। ଏଇ ଯେଉଁ କଷ୍ଟଦାୟକ ଲାଇଫ୍ ଭାଇ, ଗୋଟେ କଷ୍ଟଦାୟକ ମାନେ 4-5 ଜଣ ରହିବ, ଗୋଟେ ମଜା ଅଲଗା। ଏଇ ଯେଉଁ ସିନ୍ କେତେ
କେତେ ଭୟଙ୍କର ଦେଖାଯାଉଛି ଭାଇ ରାତି। ଏମିତି କୁଡ଼ିଆରେ ଶୀତ କାକର ଆଉ ନିଆଁ ଏଇଠି ଲଗେଇ ଦିଆହେଇଛି ଆଉ ଲାଇଟ୍ ଏମିତିଆ କୁମରା ହେବ ସବୁ। କିଏ କେଉଁଟା ପାଉନି ଲାଇଟ୍ ଏ ଯେଉଁ ସିନ୍ ଗୁଡ଼ାକ ବହୁତ କଷ୍ଟ ଭାଇ। ତ ଚାଲ ଏମିତି ସବୁ ହୁଏ, ଏମିତି ଶୋଇବାକୁ ପଡ଼ିବ। କୁଡ଼ିଆ ତ କରିଦିଆଯାଇଛି ଅବଶ୍ୟ ଆରାମରେ ଶୋଇବ, କିନ୍ତୁ ଟିକେ ଗରମ ଲାଗିବ, ବାହାରେ ଆରାମରେ ରେଷ୍ଟ ନେବ, ଜଗିବାକୁ ପଡ଼ିବ ମାଛ କେହି ଯେମିତି ନେଇନେବେନି। ତ ଚାଲ ରାତିରୁ ମାନେ ଏଣ୍ଡ କରିବା। ଏଣ୍ଡରେ ମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଜମାରୁ ଭୁଲିବେନି। ଅଫିସିଆଲ୍ ଓଡ଼ିଶା ଭିଲେଜ୍ ଆଉ ଭଲ ପାଇବା ଦେବେ। କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣେଇବେ। ଏ ରାତିରେ ଯେଉଁ ଭୟଙ୍କର ସିନ୍ ଗୁଡ଼ାକ ଦେଖିଲେ ଭୟଙ୍କର, ମାନେ ଟର୍ଚ୍ଚ ଲାଇଟ୍ ମରା ହେଉଛି, ଯାହେଲେ ବି ଟିକେ ଆଶଙ୍କା ଆସିବ ନା ରାତିରେ। କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣେଇବେ।